ଶ୍ରୀଯୁକ୍ତ ବ୍ରଜକିଶୋର ମହାନ୍ତି 1929 ମସିହାରେ କଟକ ସହରରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଅଭିନୟ ପ୍ରତି ଥିଲା ତାଙ୍କର ଦୁର୍ବାର ଆକର୍ଷଣ। 11 ବର୍ଷ ବୟସରେ କୋରାପୁଟ ବିଦ୍ୟାଳୟରେ ପଢ଼ୁଥିଲା ବେଳେ ପ୍ରସିଦ୍ଧ ମଞ୍ଚ ନାଟକ ନିର୍ଦ୍ଦେଶକ ଶ୍ରୀ ବଲାଲ ବାନାର୍ଜୀଙ୍କଠାରୁ ମଞ୍ଚ ନାଟକ ସମ୍ବନ୍ଧରେ ଶିକ୍ଷା ଲାଭ କରିଥିଲେ। କଟକରେ ସରକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବାବେଳେ ପ୍ରସିଦ୍ଧ ମଞ୍ଚ ନାଟକ ବ୍ୟକ୍ତିତ୍ୱ କାଳୀଚରଣ ପଟ୍ଟନାୟକ ଓ ନିତାଇ ପାଲିତଙ୍କ ସଂସ୍ପର୍ଶରେ ଆସି ମଞ୍ଚ ନାଟକରେ ନିଜର ଅଭିନୟ ଏବଂ ନିର୍ଦ୍ଦେଶନାକୁ ବଳିଷ୍ଠ କରିଥିଲେ। ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସଙ୍କ ସାହଚର୍ଯ୍ୟରେ 5 ଜଣ ଦକ୍ଷ ଅଭିନେତା ଅଭିନେତ୍ରୀ ଯଥା ସୁରେନ୍ଦ୍ର ମହାନ୍ତି, ଅନନ୍ତ ମହାପାତ୍ର, ଝରଣା ଦାସ, ହେମନ୍ତ ଦାସ ଓ ନିଜେ ମିଶି ୟୁନାଇଟେଡ୍ ଆର୍ଟିଷ୍ଟ ନାମରେ ଏକ ନାଟ୍ୟ ଅନୁଷ୍ଠାନ ଗଠନ କରିଥିଲେ, ଯାହାକି ଓଡ଼ିଆ ଆଧୁନିକ ମଞ୍ଚ ନାଟକ କ୍ଷେତ୍ରରେ ଥିଲା ଏକ ଯୁଗାନ୍ତକାରୀ ପଦକ୍ଷେପ। ମଞ୍ଚ ନାଟକର ପ୍ରତ୍ୟେକ ବିଭାଗ ଯଥା ସଂଳାପ ରଚନା, ଆଲୋକ ସମ୍ପାଦ, ମଞ୍ଚ ସଜା, ପ୍ରଯୋଜନା, ଶବ୍ଦ ସଂଯୋଜନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଅନ୍ୟମାନଙ୍କ ପାଇଁ ଈର୍ଷଣୀୟ ଥିଲା। ବନହଂସୀ, କାଠଘୋଡ଼ା, ଅମୃତସ୍ୟ ପୁତ୍ରା, ଜନ୍ମାଷ୍ଟମୀ, ମହିଷାମର୍ଦିନୀ ଆଦି ନାଟକରେ ଶ୍ରୀଯୁକ୍ତ ମହାନ୍ତିଙ୍କର ଜୀବନ୍ତ ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା। ଆକାଶବାଣୀ, ଦୂରଦର୍ଶନ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରଯୋଜିତ ନାଟକରେ ଅଭିନୟ କରି ସେ ବହୁବାର ପୁରସ୍କୃତ ହୋଇଛନ୍ତି। ଏହି ପ୍ରଥତିଯଶା ବର୍ଷିୟାନ କଳାକାରଙ୍କୁ ମଞ୍ଚ ନାଟକ ପ୍ରତି ତାଙ୍କର ଜୀବନବ୍ୟାପୀ ସାଧନା ପ୍ରତି ସମ୍ମାନ ଜଣାଇ ଆରୋହଣ ତାର 31ତମ ନିଖିଳୋତ୍କଳ ନାଟ୍ୟୋତ୍ସବରେ ଆରୋହଣ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ବର୍ଦ୍ଧିତ କରି ଆରୋହଣ ପରିବାର ଗର୍ବିତ।